ଆଜି ଆମେ ବୌଦ୍ଧ ଧର୍ମର ପ୍ରାଚୀନ ଗ୍ରନ୍ଥ ଭିତରେ ଲୁଚି ରହିଥିବା ଗୋଟେ ବହୁତ ମଜାଦାର ରହସ୍ୟ ବିଷୟରେ ଜାଣିବା। ଏଠି ଦୁଇଟା ଶବ୍ଦ ଅଛି, ଯକ୍ଷ ଆଉ ଗନ୍ଧର୍ବ। ଶୁଣିବାକୁ ତ ପ୍ରାୟ ଏକାଭଳି ଲାଗେ, କିନ୍ତୁ ଏମାନଙ୍କ ଭିତର ଗୋଟିଏ ଶବ୍ଦ ଆମ ଅସ୍ତିତ୍ୱର ଏକ ବହୁତ ଗଭୀର ସତ୍ୟକୁ ନିଜ ଭିତରେ ଲୁଚେଇ ରଖିଛି। ତେବେ ଆସନ୍ତୁ ଏହି ରହସ୍ୟର ସମାଧାନ କରିବା। ତେବେ କଥାଟା କ'ଣ? ଯକ୍ଷ ଏବଂ ଗନ୍ଧର୍ବ ଦେଖିବାକୁ ଏତେ ସମାନ ଲାଗୁଥିଲେ ବି କେମିତି ଜଣଙ୍କ ଭିତରେ ଅସ୍ତିତ୍ୱର ଏତେ ବଡ଼ ରହସ୍ୟ ଲୁଚି ରହିଛି? ଏହା ହିଁ ଆମର ଆଜିର ମୂଳ ପ୍ରଶ୍ନ। ଦେଖନ୍ତୁ, ମୋଟାମୋଟି ଭାବେ ଏ ଦୁଇଟିଯାକ ଶବ୍ଦ ଏକ ଅଦୃଶ୍ୟ ଦୁନିଆର ଜୀବଙ୍କୁ ହିଁ ବୁଝାଏ। କିନ୍ତୁ ଯେତେବେଳେ ଆମେ ପାଲି ଗ୍ରନ୍ଥ ଭିତରକୁ ଯିବା, ସେତେବେଳେ ଜଣାପଡ଼େ ଯେ ଜଣେ ତ ଗୋଟେ ପ୍ରାଣୀ, ହେଲେ ଆଉ ଜଣେ ସିଧାସଳଖ ବୌଦ୍ଧ ଦର୍ଶନର ମୂଳ କଥା ସହ ଯୋଡ଼ି ହୋଇଛି। ଚାଲନ୍ତୁ ଏହି ଦୁହିଁଙ୍କ ଭିତରେ ଥିବା ଫରକକୁ ଗୋଟି ଗୋଟି କରି ବୁଝିବା। ବାହାରୁ ଦେଖିବାକୁ ଏକାଭଳି ଲାଗୁଥିଲେ ବି ଭିତରେ ଏମାନଙ୍କର ଦୁନିଆ ପୂରା ଅଲଗା। ଆଉ ଆମେ ଆଜି ସେହି ରହସ୍ୟର ପର୍ଦ୍ଦା ହଟେଇବା। ଆଚ୍ଛା, ତେବେ ଆରମ୍ଭ କରିବା ଯକ୍ଷଠାରୁ। ଏ ଶବ୍ଦଟା ତ ଆମେ ବହୁତ ଶୁଣିଛେ। ଦେଖିବା ଗ୍ରନ୍ଥରେ ଏମାନଙ୍କ ବିଷୟରେ ପ୍ରକୃତରେ କ'ଣ କୁହାଯାଇଛି। ସାଧାରଣତଃ ଆମେ ଯକ୍ଷମାନେ ରାକ୍ଷସ ବୋଲି ଭାବୁ, କିନ୍ତୁ ନା, ବୌଦ୍ଧ ଗ୍ରନ୍ଥ ଅନୁସାରେ ସେମାନେ ହେଉଛନ୍ତି ଭୂମଦେବ, ମାନେ ପୃଥିବୀର ଦେବତା। ଏମାନେ ହେଉଛନ୍ତି ପ୍ରକୃତିର ଶକ୍ତିଶାଳୀ ଆତ୍ମା, ଯେଉଁମାନେ ଗଛ, ପର୍ବତ, ଜଙ୍ଗଲରେ ରୁହନ୍ତି ଆଉ ଆମ ଦୁନିଆ ସହ ବାନ୍ଧି ହୋଇଥାନ୍ତି। ହେଲେ ଯକ୍ଷମାନଙ୍କର ସ୍ୱଭାବ ବଡ଼ ଜଟିଳ। ଦେଖନ୍ତୁ, ଗୋଟେ ପଟେ ଅଛି ଆଳବକ ଯକ୍ଷ, ଯିଏ ଭାରି ହିଂସ୍ର ଆଉ ନିଷ୍ଠୁର, ଆଉ ଅନ୍ୟପଟେ ଅଛନ୍ତି ସୁଚିଲମ ଯକ୍ଷ, ଯିଏ ଏତେ ଜିଜ୍ଞାସୁ ଆଉ ଦାର୍ଶନିକ ଥିଲେ ଯେ ସେ ନିଜେ ବୁଦ୍ଧଙ୍କୁ ଜ୍ଞାନ ବିଷୟରେ ପ୍ରଶ୍ନ ପଚାରିଥିଲେ। ଏଥିରୁ କ'ଣ ଜଣାପଡ଼ୁଛି ଯେ ଯକ୍ଷମାନେ କେବଳ ଭଲ କି ଖରାପ ନୁହନ୍ତି, ସେମାନଙ୍କର ଚରିତ୍ର ବହୁତ ଗଭୀର। ତ ଯକ୍ଷମାନେ ଏମିତି ଯେଉଁଠି ସେଇଠି ବୁଲୁଥିବା ଆତ୍ମା ନୁହନ୍ତି। ବୌଦ୍ଧ ବ୍ରହ୍ମାଣ୍ଡରେ ସେମାନଙ୍କର ଗୋଟେ ପକ୍କା ଜାଗା ଅଛି। ସେମାନେ 4 ମହାରାଜାଙ୍କର ଅଧୀନରେ କାମ କରନ୍ତି, ଠିକ୍ ଯେମିତି କୌଣସି ଜାଗାର ସ୍ଥାନୀୟ ସୁରକ୍ଷାକର୍ମୀ। ଆଚ୍ଛା, ଯକ୍ଷ କଥା ତ ଜାଣିଲେ, ଏବେ ଆସିବା ଗନ୍ଧର୍ବ ପାଖକୁ। ପ୍ରଥମେ ଲାଗିବ ଏଥିରେ ବା କିଛି ନାହିଁ, କିନ୍ତୁ ଆମ ରହସ୍ୟର ପ୍ରକୃତ ଚାବିକାଠି ଏଇଠି ହିଁ ଲୁଚି ରହିଛି। ଆମେ ସମସ୍ତେ ଗନ୍ଧର୍ବଙ୍କୁ କେମିତି ଜାଣୁ? ଦେବଲୋକର ସଙ୍ଗୀତକାର ଭାବରେ, ଯେଉଁମାନେ ଦେବତାଙ୍କ ମନୋରଞ୍ଜନ କରନ୍ତି। ବହୁତ କୋମଳ, ସୂକ୍ଷ୍ମ, ମାନେ ଯକ୍ଷଙ୍କର ଶକ୍ତି ଆଉ କ୍ରୋଧର ଠିକ୍ ଓଲଟା। କିନ୍ତୁ କାହାଣୀରେ ଏବେ ଆସୁଛି ସବୁଠୁ ବଡ଼ ମୋଡ଼। ମହାନିଧାନ ସୂତ୍ରରେ ବୁଦ୍ଧ କହିଛନ୍ତି ଯେ ଗୋଟେ ନୂଆ ଜୀବନ ଆରମ୍ଭ ହେବାକୁ 3ଟା ସର୍ତ୍ତ ଦରକାର। ପ୍ରଥମ 2ଟା ତ ସାଧାରଣ କଥା, ମାତାପିତାଙ୍କ ମିଳନ ଆଉ ମାର ଉର୍ବରତା। ହେଲେ ତୃତୀୟ ସର୍ତ୍ତଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ତାହା ନେଉଛି ଗନ୍ଧର୍ବର ଉପସ୍ଥିତି। ଏବେ ଟିକେ ଭାବନ୍ତୁ, ମଣିଷର ଗର୍ଭଧାରଣ ପ୍ରକ୍ରିୟାରେ ଜଣେ ସ୍ୱର୍ଗୀୟ ସଙ୍ଗୀତକାରର କାମ କ'ଣ? ଏଇଟା ଟିକେ ଅଜବ ଲାଗୁନି କି? ଏଇଠି ହିଁ ତ ଆମର ପ୍ରକୃତ ରହସ୍ୟ। ହଉ, ତେବେ ବହୁତ ହେଲା ସସ୍ପେନ୍ସ। ଚାଲନ୍ତୁ ଏହି ରହସ୍ୟର ପର୍ଦ୍ଦା ଉଠାଇବା। ଆଉ ଏହାର ଉତ୍ତର ସତରେ ବହୁତ ଗଭୀର। ଏହି ଜାଗାରେ ଗନ୍ଧର୍ବର ଅର୍ଥ କୌଣସି ସଙ୍ଗୀତକାର ନୁହେଁ। ଏହା ପ୍ରକୃତରେ ହେଉଛି ପୁନର୍ଜନ୍ମ ପାଇଁ ପ୍ରସ୍ତୁତ ହେଉଥିବା ଚେତନା ବା ବିଜ୍ଞାନ ପାଇଁ ଏକ କାବ୍ୟିକ ଶବ୍ଦ। ମାନେ ଏହା କୌଣସି ଜୀବ ନୁହେଁ, ଏହା ଏକ ପ୍ରବାହ। ମୂଳ ଗ୍ରନ୍ଥରେ ଏହାକୁ ପୁରା ସଫା ସଫା କୁହାଯାଇଛି। ଏହା ଏକ ଜୀବ ନୁହେଁ, ବରଂ ଏକ ପ୍ରକ୍ରିୟା। ଏହା କୌଣସି ସ୍ଥିର ଆତ୍ମା ନୁହେଁ, ବରଂ ଏକ ନିରନ୍ତର ଚାଲିଥିବା ପ୍ରକ୍ରିୟା। ଏହାକୁ ବୁଝିବାକୁ ହେଲେ ଗୋଟେ ନଦୀକୁ ଭାବନ୍ତୁ। ନଦୀର ନାଁ ତ ସବୁବେଳେ ସେଇ ଗୋଟିଏ ଥାଏ, କିନ୍ତୁ ତା ପାଣି କ'ଣ ସମାନ ଥାଏ? ନା, ପ୍ରତି ମୁହୂର୍ତ୍ତରେ ବଦଳୁଥାଏ। ଚେତନା ବି ଠିକ୍ ସେମିତି। ଆଉ ଗୋଟେ ଉଦାହରଣ ନିଅନ୍ତୁ। ଯେମିତି ଗୋଟେ ଜଳୁଥିବା ମହମବତୀରୁ ଆଉ ଗୋଟେ ମହମବତୀକୁ ଜଳେଇବା। ନିଆଁଟା ତ ଆଗକୁ ଗଲା, ହେଲେ କ'ଣ କିଛି ଜିନିଷ ପ୍ରଥମ ମହମବତୀର ଦ୍ୱିତୀୟକୁ ଗଲା? ନା, ଏହା କେବଳ ଏକ ପ୍ରକ୍ରିୟାର ନିରନ୍ତରତା। ବୌଦ୍ଧ ଦର୍ଶନରେ ଏହି ମୂଳ କଥାକୁ ହିଁ କୁହାଯାଏ ଅନତ୍ତା ବା ଅନାତ୍ମା, ମାନେ କୌଣସି ସ୍ଥାୟୀ ଆତ୍ମା ବୋଲି କିଛି ନାହିଁ। ତେଣୁ ଗନ୍ଧର୍ବ ଶବ୍ଦଟି ଏହି ଗଭୀର ଦର୍ଶନକୁ ବୁଝାଇବା ପାଇଁ ବ୍ୟବହାର କରାଯାଇଥିବା ଏକ ସୁନ୍ଦର ରୂପକ ମାତ୍ର। ଆଚ୍ଛା, ଏବେ ତ ଆମେ ରହସ୍ୟର ସମାଧାନ କରିସାରିଛେ। ତେବେ ଚାଲନ୍ତୁ ଶେଷରେ ଏ ଦୁହିଁଙ୍କ ଭିତରେ ଥିବା ପାର୍ଥକ୍ୟକୁ ଆଉ ଟିକେ ସ୍ପଷ୍ଟ ଭାବରେ ଦେଖିନେବା। ଦେଖନ୍ତୁ, ଯକ୍ଷ ହେଉଛି ଗୋଟେ ପ୍ରକୃତ ଜୀବ, ଯିଏ ଏଇ ପୃଥିବୀରେ ରହେ। କିନ୍ତୁ ଗନ୍ଧର୍ବର 2ଟା ଅର୍ଥ ଅଛି। ଗୋଟେ ହେଲା ସ୍ୱର୍ଗର ସଙ୍ଗୀତକାର, ଆଉ ଗୋଟେ ହେଲା ଜୀବନଚକ୍ରରେ ଥିବା ଚେତନାର ପ୍ରବାହ। ଯକ୍ଷ ବହୁତ ଶକ୍ତିଶାଳୀ, କିନ୍ତୁ ଗନ୍ଧର୍ବ ସୂକ୍ଷ୍ମ।
ଆଉ ସବୁଠୁ ବଡ଼ କଥା ହେଲା ଯକ୍ଷ ଗୋଟେ ପୌରାଣିକ ଚରିତ୍ର, କିନ୍ତୁ ଗନ୍ଧର୍ବ ଅନାତ୍ମା ଭଳି ଗଭୀର ଦାର୍ଶନିକ ସତ୍ୟକୁ ବୁଝାଉଛି। ତେଣୁ ମୂଳ କଥାଟା ହେଲା ଯକ୍ଷ ହେଉଛି ବ୍ରହ୍ମାଣ୍ଡର କାହାଣୀ ଭିତରେ ଥିବା ଗୋଟିଏ ଚରିତ୍ର, କିନ୍ତୁ ଗନ୍ଧର୍ବ ସେ ନିଜେ ହିଁ ଜୀବନର କାହାଣୀ ପାଇଁ ଏକ ରୂପକ। ଏହା ଆମକୁ ଗୋଟେ ବହୁତ ବଡ଼ ପ୍ରଶ୍ନ ପାଖରେ ଛାଡ଼ିଦେଉଛି। ଯଦି ଗନ୍ଧର୍ବ ଏକ ରୂପକ ହୋଇପାରେ, ତେବେ ଆମ ପୁରାଣ ଆଉ ଶାସ୍ତ୍ରରେ ଥିବା ଆଉ କେଉଁ ଜୀବମାନେ ପ୍ରକୃତରେ ମନ କିମ୍ବା ପ୍ରକୃତିର କୌଣସି ଗଭୀର ପ୍ରକ୍ରିୟାକୁ ବୁଝାଉଥିବା କାବ୍ୟିକ ପ୍ରତୀକ ହୋଇପାରନ୍ତି? ଏ ବିଷୟରେ ଟିକେ ଭାବିବେ ନିଶ୍ଚୟ।